ଆୟୁବ ଅଧ୍ୟାୟ 16। ଏଥିରେ ଆୟୁବ ଉତ୍ତର କରି କହିଲା, ମୁଁ ଏପରି ଅନେକ କଥା ଶୁଣିଅଛି। ତୁମ୍ଭେ ସମସ୍ତେ ଦୁଃଖଦାୟକ ସାନ୍ତ୍ୱନାକାରୀ ଅଟ। ଅସାର କଥାର କି ଶେଷ ଥାଏ? ଉତ୍ତର ଦେବା ପାଇଁ ତୁମ୍ଭକୁ କେଉଁ କଥା ଉତ୍ତେଜିତ କରୁଅଛି? ମୁଁ ମଧ୍ୟ ତୁମମାନଙ୍କ ପରି କହିପାରନ୍ତି। ଯେବେ ତୁମମାନଙ୍କ ପ୍ରାଣ ମୋର ପ୍ରାଣର ଅବସ୍ଥାରେ ଥାଆନ୍ତା, ତେବେ ମୁଁ ତୁମମାନଙ୍କ ବିରୁଦ୍ଧରେ ବାକ୍ୟମାଳା ଏକତ୍ର ଖଞ୍ଜି ପାରନ୍ତି ଓ ତୁମମାନଙ୍କ ପ୍ରତି ଆପଣା ମୁଣ୍ଡ ହଲାଇ ପାରନ୍ତି। ମାତ୍ର ମୁଁ ଆପଣା ମୁଖରେ ତୁମମାନଙ୍କୁ ସବଳ କରନ୍ତି ଓ ମୋ ଓଷ୍ଠାଧରର ସାନ୍ତ୍ୱନା ତୁମମାନଙ୍କ ଦୁଃଖରେ ଉପଶମ କରନ୍ତା। ମୁଁ କଥା କହିଲେ ମୋ ଦୁଃଖର ଉପଶମ ହେଉନାହିଁ। ମୁଁ ନୀରବ ହେଲେ କି ମୋହର ଆରାମ ହୁଏ? ମାତ୍ର ସେ ଏବେ ମୋତେ କ୍ଳାନ୍ତ କରିଅଛନ୍ତି। ତୁମ୍ଭେ ମୋହର ସକଳ ସଙ୍ଗୀ ଦଳ ଶୂନ୍ୟ କରିଅଛ। ପୁଣି ତୁମ୍ଭେ ମୋତେ ଦୃଢ଼ କରି ଧରିଅଛ। ଏହା ମୋର ପ୍ରତିକୂଳରେ ସାକ୍ଷୀ ହୁଏ। ଆଉ ମୋ କ୍ଷୀଣତା ମୋ ପ୍ରତିକୂଳରେ ଉଠି ମୋ ମୁଖ ଆଗରେ ସାକ୍ଷ୍ୟ ଦିଏ। ସେ ନିଜ କୋପରେ ମୋତେ ବିଦୀର୍ଣ୍ଣ ଓ ତାଡ଼ନା କରିଅଛନ୍ତି। ସେ ମୋ ଉପରେ ଦନ୍ତ କଡ଼ମଡ଼ କରିଅଛନ୍ତି। ମୋହର ବିପକ୍ଷ ମୋ ଉପରେ ଆପଣା ଚକ୍ଷୁ ତୀବ୍ର କରିଅଛି। ସେମାନେ ମୋ ଉପରେ ଆପଣା ଆପଣା ମୁଖ ମେଲା କରିଅଛନ୍ତି। ସେମାନେ ଧିକ୍କାର ପୂର୍ବକ ମୋ ଗାଲରେ ମାରିଅଛନ୍ତି। ସେମାନେ ମୋ ବିରୁଦ୍ଧରେ ଏକତ୍ରିତ ହୁଅନ୍ତି। ପରମେଶ୍ୱର ମୋତେ ଅଧାର୍ମିକମାନଙ୍କ ନିକଟରେ ସମର୍ପଣ କରନ୍ତି ଓ ମୋତେ ଦୁଷ୍ଟମାନଙ୍କ ହସ୍ତରେ ପକାଇ ଦିଅନ୍ତି। ମୁଁ ଆରାମରେ ଥିଲି, ସେ ମୋତେ ଭଗ୍ନ କଲେ। ହଁ, ମୋ ବେକ ଧରି ମୋତେ କଚାଡ଼ି ଖଣ୍ଡ ଖଣ୍ଡ କରିଅଛନ୍ତି ମଧ୍ୟ ସେ ମୋତେ ଆପଣାର ଲକ୍ଷ୍ୟ ରୂପେ ସ୍ଥାପନ କରିଅଛନ୍ତି। ତାହାଙ୍କ ଧନୁର୍ଦ୍ଧରମାନେ ମୋତେ ଚାରିଆଡ଼େ ଘେରିଅଛନ୍ତି। ସେ ମୋହର ଯକୃତ୍ ବିଦୀର୍ଣ୍ଣ କରନ୍ତି ଓ ଦୟା କରନ୍ତି ନାହିଁ। ସେ ମୋହର ପିତ୍ତ ଭୂମିରେ ଢାଳନ୍ତି। ସେ ମୋତେ ଭାଙ୍ଗି 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 ପକାନ୍ତି। ସେ ବୀର ପରି ମୋର ଉପରକୁ ଧାଇଁ ଆସନ୍ତି। ମୁଁ ଆପଣା ଚର୍ମ ଉପରେ ଅଖା ସିଇଁଅଛି ଓ ଆପଣା ଶୃଙ୍ଗ ଧୂଳିରେ ରଖିଅଛି। ରୋଦନରେ ମୋହର ମୁଖ ବିକୃତ ହୋଇଅଛି ଓ ମୃତ୍ୟୁଛାୟା ମୋ ଚକ୍ଷୁର ପତା ଉପରେ ଅଛି। ତଥାପି ମୋ ହସ୍ତରେ ଦୌରାତ୍ମ୍ୟ ନାହିଁ ଓ ମୋହର ପ୍ରାର୍ଥନା ନିର୍ମଳ। ଗୋ ପୃଥିବୀ, ମୋହର ରକ୍ତ ଆଚ୍ଛାଦନ କର ନାହିଁ ଓ ମୋହର କ୍ରନ୍ଦନ କୌଣସି ବିଶ୍ରାମ ସ୍ଥାନ ନ ପାଉ। ଏବେ ମଧ୍ୟ ଦେଖ, ମୋହର ସାକ୍ଷୀ ସ୍ୱର୍ଗରେ ଅଛନ୍ତି ଓ ମୋ ପକ୍ଷରେ ପ୍ରମାଣଦାତା ଊର୍ଦ୍ଧ୍ୱରେ ଅଛନ୍ତି। ମୋ ମିତ୍ରଗଣ ମୋତେ ତୁଚ୍ଛ କରନ୍ତି, ମାତ୍ର ମୋହର ଚକ୍ଷୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଲୋତକ ଢାଳେ। ଯେପରି ସେ ପରମେଶ୍ୱରଙ୍କ ନିକଟରେ ମନୁଷ୍ୟର ଓ ପ୍ରତିବାସୀ ନିକଟରେ ମନୁଷ୍ୟ ପୁତ୍ରର ନ୍ୟାୟ ରକ୍ଷା କରିବେ। କାରଣ ଅଳ୍ପ ବର୍ଷ ଗତ ହେଲେ ଯେଉଁ ପଥରେ ଯାଇ ମୁଁ ଫେରି ଆସିବି ନାହିଁ, ସେହି ପଥରେ ମୁଁ ଯିବି।